ସମସ୍ତଙ୍କୁ ସାଧାରଣତନ୍ତ୍ର ଦିବସର ଅଭିନନ୍ଦନ ଓ ଅନେକ ଅନେକ ଶୁଭେଚ୍ଛା। ପିଲାମାନେ, ଆଜି ମୁଁ ସେକେଣ୍ଡ ଇୟର ବୋର୍ଡ଼ ପରୀକ୍ଷାର ପାଠ ପଲିଟିକାଲ ସାଇନ୍ସ ଭାରତରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥାର କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଏବଂ ଉତ୍ତର କହୁଅଛି। ଯେଉଁମାନେ +2 ପରୀକ୍ଷା ଦେବା ପାଇଁ ଏ ବର୍ଷ ଆପିୟର କରିବେ ସେଇମାନଙ୍କ ପାଇଁ ଏ ପ୍ରଶ୍ନ ଉତ୍ତର ଭେରି ଇମ୍ପୋର୍ଟାଣ୍ଟ। ତେବେ ଆମର ଅଛି ଭାରତରେ ସ୍ଥାନୀୟ ସ୍ୱାୟତ୍ତ ଶାସନ। ଏଥିରେ ପିଲେ ଦୁଇ ପ୍ରକାର ବ୍ୟବସ୍ଥା ଅଛି। ଗୋଟିଏ ହେଉଛି ଗ୍ରାମାଞ୍ଚଳ ଆଉ ଗୋଟେ ହେଉଛି ସହରାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥା। ତେବେ ଭାରତରେ ଯେତେବେଳେ ବ୍ରିଟିଶମାନେ ଶାସନ କରୁଥିଲେ ସେ ସମୟରେ ଆମର ଶାସନର ସୁବିଧା ପାଇଁ ପ୍ରଥମେ 1882 ମସିହାରେ ଲର୍ଡ଼ ରିପନ ଭାରତରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଲାଗୁ କରିଥିଲେ, ଯେଉଁଟାକି କ୍ଷମତାର ବିକେନ୍ଦ୍ରୀକରଣକୁ ସୂଚିତ କରେ। ସେମାନେ ଶାସନର ସୁବିଧା ପାଇଁ କ୍ଷମତାକୁ ବିକେନ୍ଦ୍ରୀକରଣ କଲେ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ହାତରେ କିଛି କିଛି କ୍ଷମତା ଆଣି ସ୍ଥାନୀୟ ଲୋକଙ୍କୁ ସେମାନେ ପ୍ରଦାନ କଲେ। ତେବେ ଭାରତରେ ବହୁ ପରିକଳ୍ପନା ପରେ ମହାତ୍ମା ଗାନ୍ଧୀଙ୍କର ଗ୍ରାମ ସ୍ୱରାଜ ଓ ସମ୍ବିଧାନର ଧାରା 40 ଧାରାରେ ଗ୍ରାମ ପଞ୍ଚାୟତ ପୁନର୍ଗଠନ ଆଇନ ଗଠନ କରାଗଲା, ଯେଉଁଥିରେ ଭାରତରେ ସ୍ୱାୟତ୍ତ ଶାସନ କିପରି ଲାଗୁ କରାଯିବ ତାହାକୁ ପରିକଳ୍ପନା କରାଗଲା। ତା ସହିତ ପିଲାମାନେ, ଆମର ଗୋଟେ 1957 ମସିହାରେ ଭାରତ ସରକାରଙ୍କ ଦ୍ୱାରା ଗୋଟେ କମିଟି ବସାଗଲା। ତା ନାଁ ହେଉଛି ବଳବନ୍ତ ରାୟ ମେହେଟା କମିଟି। ସିଏ ଯେଉଁ ରିପୋର୍ଟ ଦେଲା ପିଲେ, ତାରି ଆଧାରରେ ସିଏ ଯେଉଁ ସୁପାରିଶ କଲା, ତାରି ଆଧାରରେ ଭାରତରେ ଦୁଇ ପ୍ରକାର ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଲାଗୁ କରାଗଲା। ଗୋଟିଏ ହେଲା ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥା, ଅନ୍ୟଟି ହେଲା ସହରାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥା। ପିଲାମାନେ, 1991 ମସିହା ଆମ ସମ୍ବିଧାନର 73ତମ ସମ୍ବିଧାନ ଆଇନ ଅନୁସାରେ ସମ୍ବିଧାନକୁ ବଦଳା ଦିଆଯାଇ ଭାରତରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥାକୁ ଲାଗୁ କରାଗଲା। ତେବେ ସେହିପରି ଭାବରେ 1991 ମସିହା 74ତମ ସମ୍ବିଧାନ ସଂଶୋଧନ ଆଇନ ଅନୁସାରେ ଭାରତରେ ସହରାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଲାଗୁ କରାଗଲା। ତେବେ ଏଥିରୁ ଆମେ ଜାଣିଲେ ବଳବନ୍ତ ରାୟ ମେହେଟା କମିଟି ଅର୍ଥାତ୍ ଗଣତାନ୍ତ୍ରିକ ୱିକେଣ୍ଡ କମିଟି 1957 ମସିହାରେ ଯେଉଁ ରିପୋର୍ଟ ବା ଯେଉଁ ଆଧାରରେ ତା ଦଲିଲ ପ୍ରସ୍ତୁତ କଲା, ସେହି ଆଧାରରେ ଭାରତରେ ଦୁଇ ପ୍ରକାର ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଲାଗୁ ଅଛି। ଗୋଟିଏ ହେଲା ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଆଉ ଗୋଟେ ହେଉଛି ସହରାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥା। ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ପିଲେ ତିନି ପ୍ରକାର। ଗୋଟିଏ ହେଲା ପ୍ରଥମ ସ୍ତର ରହିଲା ଗ୍ରାମ ପଞ୍ଚାୟତ, ମଧ୍ୟମ ସ୍ତରରେ ରହିଲା ପଞ୍ଚାୟତ ସମିତି ଏବଂ ଉଚ୍ଚ ସ୍ତରରେ ରହିଲା ଜିଲ୍ଲା ପରିଷଦ। ସେହିପରି ଭାବରେ ସହରାଞ୍ଚଳରେ ସମ୍ବିଧାନର 74ତମ ସମ୍ବିଧାନ ସଂଶୋଧନ ଆଇନ ଅନୁସାରେ ସହରାଞ୍ଚଳରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଲାଗୁ କରାଗଲା। ଏହା ପିଲେ ହେଉଛି ତିନି ପ୍ରକାରର। ଗୋଟିଏ ପ୍ରଥମ ସ୍ତରରେ ହେଲା ବିଜ୍ଞାପିତ ଅଞ୍ଚଳ ପରିଷଦ, ତାପରେ ହେଲା ପୌରପାଳିକା, ତୃତୀୟରେ ହେଲା ମହାନଗର ନିଗମ। ତେବେ ମୋଟାମୋଟି ଭାବେ ଦେଖିବାକୁ ଗଲେ ଭାରତରେ ଦୁଇ ପ୍ରକାର ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଲାଗୁ ଅଛି। ଗୋଟେ ହେଲା ଗ୍ରାମାଞ୍ଚଳ ଆଉ ଗୋଟେ ହେଲା ସହରାଞ୍ଚଳ। ତେବେ ବଳବନ୍ତ ରାୟ ମେହେଟା କମିଟି 1957 ମସିହାରେ ଯେଉଁ ରିପୋର୍ଟ ଦେଲା, ତାରି ଆଧାରରେ ଭାରତରେ ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଲାଗୁ କରାଗଲା। କୋଶ୍ଚିନ୍ ଆସିବ ପିଲେ, ସମ୍ବିଧାନର 40 ଧାରାରେ କ'ଣ ବର୍ଣ୍ଣନା କରାଯାଇଛି? ତମେମାନେ ପିଲାମାନେ ଲେଖିବ, ସମ୍ବିଧାନର 40 ଧାରାରେ ଗ୍ରାମ ପଞ୍ଚାୟତ ପୁନର୍ଗଠନ ଆଇନ ଗଠନ କଥା ବର୍ଣ୍ଣନା କରାଯାଇଛି। ସେହିପରି ଭାବରେ ଭାରତରେ ବ୍ରିଟିଶ ଶାସନ ସମୟରେ କିଏ ପ୍ରଥମେ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଲାଗୁ କଲେ? ଆମେ ଲେଖିବା ଲର୍ଡ଼ ରିପନ 1882 ମସିହା। ତେବେ ପିଲାମାନେ, ଏଥିରେ ଆମେ ଜାଣିଲେ ଦୁଇ ପ୍ରକାର ସ୍ୱାୟତ୍ତ ଶାସନ, ଗ୍ରାମାଞ୍ଚଳ ସହରାଞ୍ଚଳ। ଗ୍ରାମାଞ୍ଚଳରେ ଆସିଲା ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ। ଏଥିରେ ଆସିଲା NAC ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌରପାଳିକା, ମହାନଗର ନିଗମ। ଓକେ ପିଲେମାନେ, ସମସ୍ତେ ଆମେ ଯିଏ ଯାହା କୋଚିଂରେ ପଢ଼ୁଛ, କଲେଜରେ ପଢ଼ା ହେଉଛି। ତେବେ ଏଥିରୁ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ହେଲା, ଆମର ଯେଉଁ ଅଛି ତିନିଟା ଯାକ ସ୍ୱାୟତ୍ତ ଶାସନ ବ୍ୟବସ୍ଥାର କ୍ଷମତାର ବିକେନ୍ଦ୍ରୀକରଣ କରାଯାଇଛି। ଯେମିତିକି ଗ୍ରାମ ପଞ୍ଚାୟତର ଲଙ୍ଗ କୋଶ୍ଚିନ୍ ପିଲା ଆସିବ, ଗ୍ରାମ ପଞ୍ଚାୟତର ଗଠନ କାର୍ଯ୍ୟ ଆୟକୁ ବର୍ଣ୍ଣନା କର। ସେକେଣ୍ଡରେ ଆସିବ ବିଜ୍ଞାପିତ ଅଞ୍ଚଳ ପରିଷଦର ଗଠନ କାର୍ଯ୍ୟ ଆୟକୁ ବର୍ଣ୍ଣନା କର।
ସେହିପରି ଭାବରେ ଆସିବ ମହାନଗର ନିଗମର ଗଠନ କାର୍ଯ୍ୟ ଆୟକୁ ବର୍ଣ୍ଣନା କର। ସେହିପରି ଆଉ ଗୋଟେ କ୍ୱେଶ୍ଚିନ୍ ଆସିପାରେ ଜିଲ୍ଲା ପରିଷଦର ଗଠନ କାର୍ଯ୍ୟ ଆୟକୁ ବର୍ଣ୍ଣନା କର। ପଞ୍ଚାୟତ ସମିତିର ଗଠନ କାର୍ଯ୍ୟ ଆୟକୁ ବର୍ଣ୍ଣନା କର। ପୌରପାଳିକାର ଗଠନ କାର୍ଯ୍ୟ ଆୟକୁ ବର୍ଣ୍ଣନା କର। ଅର୍ଥାତ୍ ଇଏ ଯେଉଁ 6 ପ୍ରକାର ସ୍ୱାୟତ୍ତ ଶାସନ ଆମେ ପଢ଼ିଛେ, ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ, ଏପଟେ ସହରରେ ବିଜ୍ଞାପିତ ଅଞ୍ଚଳ ପରିଷଦ, ସହରାଞ୍ଚଳ ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌରପାଳିକା, ମହାନଗର ନିଗମ, ଏ 6ଟି ଯାକ ପିଲେ ଆମର 6ଟି ଲଙ୍ଗ କ୍ୱେଶ୍ଚିନ୍। 6ଟି ଯାକ 6ଟି ଲଙ୍ଗ କ୍ୱେଶ୍ଚିନ୍। ଏଥିରୁ ବୋଧ ହୁଏ ଯେଉଁଟା ପଡ଼ିଥିବ ଆପଣମାନେ ସେଇଟାକୁ ଛାଡ଼ିଦେବେ। ତାଙ୍କ ଭିତରୁ ଦେଖନ୍ତୁ ବିଜ୍ଞାପିତ ଅଞ୍ଚଳ ପରିଷଦର ଗଠନ କାର୍ଯ୍ୟ ଏବଂ ଗ୍ରାମ ପଞ୍ଚାୟତର ଗଠନ କାର୍ଯ୍ୟ, ଏଇଟା ଭେରି ଭେରି ଇମ୍ପୋର୍ଟାଣ୍ଟ। ଏଇଟା ନହେଲେ ସେଇଟା, ସେଇଟା ନହେଲେ ଏଇଟା। ତା ସହିତ ଏଥିରେ ପିଲେ ଆଉ ଗୋଟିଏ ଲଙ୍ଗ କ୍ୱେଶ୍ଚିନ୍ ଅଛି, ଭାରତର ସ୍ୱାୟତ୍ତ ଶାସନରେ ଦେଖାଯାଉଥିବା ମୁଖ୍ୟ ସମସ୍ୟା ଗୁଡ଼ିକ ଲେଖ। ଇଏ ବି ବହୁତ ବେଶୀ ଗୁରୁତ୍ୱପୂର୍ଣ୍ଣ କ୍ୱେଶ୍ଚିନ୍। ଭାରତର ସ୍ୱାୟତ୍ତ ଶାସନରେ ଦେଖାଯାଉଥିବା ମୁଖ୍ୟ ସମସ୍ୟା ଗୁଡ଼ିକ ଲେଖ। ଏଥିରେ ଆସିବ ପିଲେ ଦୁର୍ନୀତି, ରାଜନୀତିକରଣ, ଅତ୍ୟଧିକ ସରକାରୀ ନିୟନ୍ତ୍ରଣ, ରାଜନୈତିକ ଦଳର ଭୂମିକା, ବିଭିନ୍ନ ପ୍ରକାର ପଏଣ୍ଟ ଅଛି। ଆପଣମାନେ ଦେଖିବେ ଯେଉଁଠି ପଢ଼ିଛନ୍ତି ତା ନୋଟ୍ ମଧ୍ୟ ଆମେ ଦେଖିବେ। ତା ସହିତ ଏଥିରେ ପିଲେ 3 ମାର୍କ ଆସିବ ବିଡ଼ିଓ କ'ଣ, ମେୟର କ'ଣ, ପଲ୍ଲୀ ସଭା, ଗ୍ରାମ ସଭା, ସରପଞ୍ଚଙ୍କର ବହିଷ୍କାର। ତା ସହିତ ଆସିବ ସ୍ୱାୟତ୍ତ ଶାସନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ତା ସହିତ ଆସିବ ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ କମିଟି କ'ଣ। ଏଇଭଳିଆ କ୍ୱେଶ୍ଚିନ୍ ପିଲେ ସବୁ ଆସିବ। ତେବେ ଏଥିରେ ସର୍ଟ କ୍ୱେଶ୍ଚିନ୍ ମଧ୍ୟ ଗୁଡ଼ାଏ ଅଛି, ଯେମିତିକି ଗ୍ରାମ ପଞ୍ଚାୟତର ମୁଖ୍ୟ ସରପଞ୍ଚ, ଗ୍ରାମ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସେକ୍ରେଟାରୀ ବା ସଚିବ, ସରପଞ୍ଚଙ୍କ କାର୍ଯ୍ୟକାଳ 5 ବର୍ଷ, ପଞ୍ଚାୟତ ସମିତିର ମୁଖ୍ୟ ଚେୟାରମ୍ୟାନ୍, ତାଙ୍କର କାର୍ଯ୍ୟନିର୍ବାହୀ ଅଧିକାରୀ ସେକ୍ରେଟାରୀ ବା ସଚିବ, ଜିଲ୍ଲା ପରିଷଦର ମୁଖ୍ୟ କିଏ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପାଳ ବା କଲେକ୍ଟର। ସେହିପରି ଭାବରେ ସହରାଞ୍ଚଳ ଆସିବ ବିଜ୍ଞାପିତ ଅଞ୍ଚଳ ପରିଷଦର ମୁଖ୍ୟ ଆସିବ ଚେୟାରମ୍ୟାନ୍, ପୌରପାଳିକାର ମୁଖ୍ୟ ଚେୟାରମ୍ୟାନ୍, ମହାନଗର ନିଗମର ମୁଖ୍ୟ ମେୟର, ମହାନଗର ନିଗମର କାର୍ଯ୍ୟନିର୍ବାହୀ ଅଧିକାରୀ କମିଶନର, ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସେକ୍ରେଟାରୀ ବା ସଚିବ, ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ସେକ୍ରେଟାରୀ ବା ସଚିବ, ଇତ୍ୟାଦି ଇତ୍ୟାଦି। ତା ସହିତ ଗ୍ରାମ ସଭା, ପଲ୍ଲୀ ସଭାକୁ ଟିକେ ଆପଣମାନେ ଭଲସେ ଦେଖିବେ, ଇଏ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କ୍ୱେଶ୍ଚିନ୍। ତା ସହିତ ସ୍ୱାୟତ୍ତ ଶାସନର ମୁଖ୍ୟ ସମସ୍ୟା ଓ ଲକ୍ଷ୍ୟ, ଇଏ ହେଉଛି ଭେରି ଭେରି ଇମ୍ପୋର୍ଟାଣ୍ଟ 3 ମାର୍କିଆ। ବିଡ଼ିଓ ଆପଣମାନେ ଜାଣିଛନ୍ତି, ବିଡ଼ିଓର ପୁରା ନାଁ ହେଉଛି ବ୍ଲକ ଡେଭଲପମେଣ୍ଟ ଅଫିସର ବା ବିଡ଼ିଓ, ଯିଏକି ପଞ୍ଚାୟତ ସମିତିର ମୁଖ୍ୟ ଅଟନ୍ତି। ତାଙ୍କ ଅଧୀନରେ ଥିବା ସମସ୍ତ ଗ୍ରାମ ପଞ୍ଚାୟତର ଦାୟିତ୍ୱକୁ ନିର୍ବାହ କରନ୍ତି, ଗ୍ରାମ ପଞ୍ଚାୟତର ଉନ୍ନତିମୂଳକ କାର୍ଯ୍ୟକୁ ତର୍ଜମା କରନ୍ତି, ସେଥିପାଇଁ ବଜେଟ୍ ଅନୁମୋଦନ କରନ୍ତି, ଇତ୍ୟାଦି ଇତ୍ୟାଦି। ତା ସହିତ ଏଥିରେ ଆସିବ ଲଙ୍ଗ କ୍ୱେଶ୍ଚିନ୍ ପିଲାମାନଙ୍କୁ ଦ୍ୱିତୀୟ ବାର କହୁଛି ଗ୍ରାମ ପଞ୍ଚାୟତର ଗଠନ କାର୍ଯ୍ୟ ଆୟ କିମ୍ବା ବିଜ୍ଞାପିତ ଅଞ୍ଚଳ ପରିଷଦର ଗଠନ କାର୍ଯ୍ୟ ଆୟ। ଏତିକି ଆପଣମାନେ ଏଇ ବିଷୟରେ ପଢ଼ନ୍ତୁ, ଇଏ ଯଥେଷ୍ଟ ଏତିକି ହେବ। ଏଥିରେ ଗ୍ରାମ ପଞ୍ଚାୟତର ସ୍ୱାୟତ୍ତ ଶାସନର ମୁଖ୍ୟ ସମସ୍ୟା ଏଗୁଡ଼ିକୁ ବର୍ଣ୍ଣନା କର, ନଚେତ୍ ଗ୍ରାମ ପଞ୍ଚାୟତର ଗଠନ କାର୍ଯ୍ୟ ଆୟ, ନଚେତ୍ ବିଜ୍ଞାପିତ ଅଞ୍ଚଳ ପରିଷଦର ଗଠନ କାର୍ଯ୍ୟ ଆୟ। ତା ସହିତ ପିଲାମାନେ ସର୍ଟ କ୍ୱେଶ୍ଚିନ୍ ଏଥିରେ ଟିକେ ଦେଖିବେ, ଯେଉଁଗୁଡ଼ାକ ସବୁ କାର୍ଯ୍ୟନିର୍ବାହୀ ଅଧିକାରୀ 6ଟା ଆଗର ସେଇଟା ଟିକେ ଦେଖିବେ। ତା ସହିତ ଆଉ ଗୋଟେ ଭେରି ଭେରି ଇମ୍ପୋର୍ଟାଣ୍ଟ ସର୍ଟ କ୍ୱେଶ୍ଚିନ୍ ହେଉଛି 1959 ମସିହା ଅକ୍ଟୋବର 2 ତାରିଖରେ ଆମ ଭାରତର ରାଜସ୍ଥାନ ରାଜ୍ୟରେ ପ୍ରଥମେ ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଲାଗୁ କରାଗଲା। ସେହିପରି ଭାବରେ 1961 ମସିହା ଜାନୁଆରୀ 26 ତାରିଖ ଦିନ ଆମ ଓଡ଼ିଶାରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଲାଗୁ କରାଗଲା। ଏତିକି ରହୁଛି। ଧନ୍ୟବାଦ। ଯଦି ଆପଣଙ୍କର କିଛି ଡାଉଟ୍ ରହୁଛି ତେବେ ମୋତେ କମେଣ୍ଟ ମାଧ୍ୟମରେ ମେସେଜ୍ କରିପାରିବେ, ତାହେଲେ ମୁଁ ରିପ୍ଲାଏ ଦେବି। ଧନ୍ୟବାଦ।